ରାଧାମୋହନ ଗଡ଼ନାୟକ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ରାଧାମୋହନ ଗଡ଼ନାୟକ ଢେଙ୍କାନାଳ ଜିଲ୍ଲା ଅନୁଗୁଳ ନିକଟବର୍ତ୍ତୀ କଲଣ୍ଡାପାଳ ଗ୍ରାମରେ 1911 ଖ୍ରୀଷ୍ଟାବ୍ଦ ଅଗଷ୍ଟ 25 ତାରିଖରେ ଭୂମିଷ୍ଠ ହୋଇଥିଲେ। ତାଙ୍କର ବହୁ କବିତା କେଉଁ କେଉଁ ପତ୍ରିକାରେ ପ୍ରକାଶିତ ହେଉଥିଲା? ତାଙ୍କର ବହୁ କବିତା ସହକାର, ଉତ୍କଳ ସାହିତ୍ୟ ପ୍ରଭୃତି ପତ୍ରିକାରେ ପ୍ରକାଶିତ ହେଉଥିଲା। ତାଙ୍କର କବିତାଗୁଡ଼ିକ ଯେଉଁ କବିତା ଗ୍ରନ୍ଥରେ ପ୍ରକାଶିତ ହୋଇଥିଲା ତାହାର ଶୀର୍ଷକ କ'ଣ ଥିଲା? ତାଙ୍କ ପ୍ରକାଶିତ କବିତାଗୁଡ଼ିକ ଯେଉଁ ଗ୍ରନ୍ଥରେ ପ୍ରକାଶିତ ହୋଇଥିଲା ତାହାର ଶୀର୍ଷକ ନାମ ଥିଲା ବନରାଜି ନୀଳା। ରାଧାମୋହନ ଗଡ଼ନାୟକଙ୍କ ଦୁଇଟି ଅନୂଦିତ ଗ୍ରନ୍ଥର ନାମ କ'ଣ? ରାଧାମୋହନ ଗଡ଼ନାୟକଙ୍କ ଦୁଇଟି ଅନୂଦିତ ଗ୍ରନ୍ଥର ନାମ ହେଉଛି ମେଘଦୂତ ସୋରାବ ରୁସ୍ତମ। ମେଘଦୂତ ସୋରାବ ରୁସ୍ତମ। ମେଘଦୂତ 1931ରେ ରଚିତ ଓ 1955ରେ ପ୍ରକାଶିତ। ସୋରାବ ରୁସ୍ତମ 1932ରେ ରଚିତ। ତାଙ୍କର କେଉଁ ନାଟ୍ୟ କାବ୍ୟଟି କାଳିଦାସଙ୍କ କାବ୍ୟଜୀବନର ବହୁ କିମ୍ବଦନ୍ତୀରେ ପୁଷ୍ଟ? ତାଙ୍କର କାଳିଦାସ ନାଟ୍ୟକାବ୍ୟଟି କାଳିଦାସଙ୍କ କାବ୍ୟଜୀବନର ବହୁ କିମ୍ବଦନ୍ତୀରେ ପୁଷ୍ଟ। କାବ୍ୟନାୟିକା କବିତା ସଂକଳନ କାହାର ରଚନା? କାବ୍ୟନାୟିକା କବିତା ସଂକଳନ କବି ରାଧାମୋହନ ଗଡ଼ନାୟକଙ୍କ ରଚନା। କବିଙ୍କର କେଉଁ କବିତା ସଂକଳନଟି ଦେଶପ୍ରୀତିର ସ୍ୱାକ୍ଷର ବହନ କରେ? କବି ରାଧାମୋହନ ଗଡ଼ନାୟକଙ୍କ ଉତ୍କଳିକା କବିତା ସଂକଳନଟି ଦେଶପ୍ରୀତିର ସ୍ୱାକ୍ଷର ବହନ କରେ। ଉତ୍କଳିକା କବିତା ସଂକଳନରେ ପ୍ରକାଶିତ ଗାଥା କବିତାଗୁଡ଼ିକ କ'ଣ ସନ୍ଦେଶ ଦେଇଥାଏ? ଉତ୍କଳିକା କବିତା ସଂକଳନରେ ପ୍ରକାଶିତ ଗାଥା କବିତାଗୁଡ଼ିକ ଗୌରବମୟ ଅତୀତ ଉତ୍କଳର କେତେକ ଐତିହାସିକ ତଥା ଜନଶ୍ରୁତିକ ବିବରଣୀ ଓ ଚରିତ୍ରର କାବ୍ୟିକ ରୂପାୟନ କରିଥାଏ। କବି ରାଧାମୋହନ ଗଡ଼ନାୟକଙ୍କ ଅନ୍ୟ କବିତା ଗ୍ରନ୍ଥଗୁଡ଼ିକର ନାମ କ'ଣ? କବି ରାଧାମୋହନ ଗଡ଼ନାୟକଙ୍କ କବିତା ଗ୍ରନ୍ଥଗୁଡ଼ିକ ହେଉଛି ମୌସୁମୀ, ପଶୁପକ୍ଷୀର କାବ୍ୟ, ଶାମୁକାର ସ୍ୱପ୍ନ, ଧୂସର ଭୂମିକା, ସୂର୍ଯ୍ୟ ଓ ଅନ୍ଧକାର, ହୀରାଖଣ୍ଡର ଗାଥା ଇତ୍ୟାଦି। ସେ କେଉଁ ଛଦ୍ମ ନାମରେ ଅନେକ କବିତା ରଚନା କରିଥିଲେ? ସେ ଅଗ୍ନିମିତ୍ର ଓ ଉପଗୁପ୍ତ ଛଦ୍ମ ନାମରେ ଅନେକ କବିତା ରଚନା କରିଥିଲେ। ତାଙ୍କର ସେହି କବିତା ଗୁଡ଼ିକ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ତାଙ୍କର ସେ ପତ୍ରିକା ଥିଲା ତାଙ୍କର ସେଇ କବିତା ଗୁଡ଼ିକ ନବୀନ, ସହକାର,
ଉତ୍କଳ ସାହିତ୍ୟ, ମୁକୁର, ଝଙ୍କାର ଆଦି ପତ୍ରିକାରେ ପ୍ରକାଶିତ ହୋଇଥିଲା। ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକର ନାମ କ'ଣ ଥିଲା? ତାଙ୍କ ରଚିତ ଗବେଷଣାତ୍ମକ ପ୍ରବନ୍ଧ ଗୁଡ଼ିକ ହେଉଛି ତୁଳସୀ ସ୍ତବକ ଓ ରାଧାନାଥ, ଓଡ଼ିଆ ସାହିତ୍ୟରେ ଚୋରି, ଓଡ଼ିଆ ଛାନ୍ଦ, ଓଡ଼ିଆ କବିତା କ୍ଷେତ୍ରରେ ଅନ୍ନଦା ଶଙ୍କର ଇତ୍ୟାଦି। ଓଡ଼ିଶା ସାହିତ୍ୟ ଏକାଡେମୀର କେଉଁ ପଦରେ ସେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ? ସେ 6 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦରେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଏକାଡେମୀର ତ୍ରୈମାସିକ ମୁଖପତ୍ର ର ସେ ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ। ସେହି ମୁଖପତ୍ରର ନାମ କ'ଣ ଥିଲା? ସେ ଏକାଡେମୀର ତ୍ରୈମାସିକ ମୁଖପତ୍ରର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ସେହି ପତ୍ରିକାର ନାମ ଥିଲା କୋଣାର୍କ। ଏକାଡେମୀର ତ୍ରୈମାସିକ ମୁଖପତ୍ର କୋଣାର୍କ ସାହିତ୍ୟ ପତ୍ରିକାର ସମ୍ପାଦନ ଦାୟିତ୍ୱ ସେ ତୁଲାଇଥିଲେ। କୁନ୍ତଳା କୁମାରୀ ସ୍ମରଣିକା କାହା ସମ୍ପାଦନାରେ କେବେ ପ୍ରକାଶିତ ହୋଇଥିଲା? କୁନ୍ତଳା କୁମାରୀ ସ୍ମରଣିକା ରାଧାମୋହନ ଗଡ଼ନାୟକଙ୍କ ସମ୍ପାଦନାରେ 1942 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା, ଯାହାକି ତାଙ୍କୁ ପ୍ରଥମ ସ୍ମରଣିକା ସମ୍ପାଦକର ଗୌରବ ପ୍ରଦାନ କରେ। କେଉଁ କବିତା ଗ୍ରନ୍ଥ ପାଇଁ ଓ କେବେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ସୂର୍ଯ୍ୟ ଓ ଅନ୍ଧକାର କବିତା ଗ୍ରନ୍ଥ ପାଇଁ 1975 ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ପଦ୍ମଶ୍ରୀ ଉପାଧି କେବେ ପାଇଥିଲେ? 1990 ମସିହାରେ ସେ ପଦ୍ମଶ୍ରୀ ଉପାଧି ପାଇଥିଲେ। ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ସେ କେବେ ପାଇଥିଲେ? 1993 ମସିହାରେ ପ୍ରଥମ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ସେ ପାଇଥିଲେ। ଉତ୍କଳ ରତ୍ନ ଉପାଧି ସେ କେବେ ପାଇଥିଲେ? 1997 ମସିହାରେ ଉତ୍କଳ ରତ୍ନ ଉପାଧି ସେ ପାଇଥିଲେ। ଡି.ଲିଟ୍ ଉପାଧି ସେ କେଉଁ ବିଶ୍ୱବିଦ୍ୟାଳୟରୁ ଲାଭ କରିଥିଲେ? ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଡି.ଲିଟ୍ ଉପାଧି ପାଇଥିଲେ। ଗୋଦାବରୀଶ ମହାପାତ୍ର କବି ରାଧାମୋହନ ଗଡ଼ନାୟକ ଉଦ୍ଦେଶ୍ୟରେ ଯେଉଁ ପଂକ୍ତି ଲେଖିଥିଲେ ତାହା କ'ଣ? ଗୋଦାବରୀଶ ମହାପାତ୍ର ରାଧାମୋହନ ଗଡ଼ନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ସେହି ପଂକ୍ତି ହେଉଛି କବିତା ପଂକ୍ତି। କାହିଁ ଲୁଚିଅଛ ବେପରୁଆ ଗଡ଼ନାୟକ ହେ, ଅନୁଗୁଳ ଘୋର ଜଙ୍ଗଲେ, କବିତାରେ ଦିଅ ସଂଗ୍ରାମୀ ସର ସାୟକ ହେ, ଦଳିତ ମଣିଷ ସଂଘରେ। ଆଉ ଥରେ କହୁଛି, କାହିଁ ଲୁଚିଅଛ ବେପରୁଆ ଗଡ଼ନାୟକ ହେ, ଅନୁଗୁଳ ଘୋର ଜଙ୍ଗଲେ,
କବିତାରେ ଦିଅ ସଂଗ୍ରାମୀ ସରସାୟ କହେ ଦଳିତ ମଣିଷ ସଂଘରେ। କବି ରାଧାମୋହନ ଗଡ଼ନାୟକ କେବେ ମୃତ୍ୟୁବରଣ କରିଥିଲେ? ସେ 2000 ଖ୍ରୀଷ୍ଟାବ୍ଦ ଫେବୃଆରୀ 21 ତାରିଖରେ ଇହଧାମ ତ୍ୟାଗ କରିଥିଲେ।